ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଭକ୍ତଗଣ ଓ ବନ୍ଧୁଗଣ ଏବଂ ଭାଇ ଭଉଣୀମାନେ, ମୋର ଗୋଟେ ଛୋଟିଆ କଥା। ଆମେ ମନ୍ଦିରକୁ ଯାଉଛେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଦର୍ଶନ କେମିତି କରିବା ତା ପ୍ରଥମେ ଜାଣିବା ଦରକାର। ପ୍ରଥମ କଥା ହେଲା, ଭଗବାନଙ୍କର ଜଣେ ଭକ୍ତ ଅଛି ଏବଂ ବାହନ ଅଛି। ଆମେ ଏଇଟା ସମ୍ପୂର୍ଣ୍ଣ ଭାବରେ ଜାଣିଛେ। ତେଣୁ ସବୁବେଳେ ବାହନର ପଛପଟେ ରହି ଦର୍ଶନ କରିବା ଉଚିତ। କେବେ ଆଗକୁ ଆସିବେ ନାହିଁ। ଆଗକୁ ଆସିଲେ ଆମର ଧର୍ମ ନଷ୍ଟ ହୁଏ ବୋଲି ହିନ୍ଦୁ ପୁରାଣରେ ଲେଖା ଅଛି। ମନେ ରଖନ୍ତୁ, ସତ୍ୟ କ'ଣ? ମୃତ୍ୟୁ ହିଁ ସତ୍ୟ। ଆଉ ଦୁନିଆରେ ସତ୍ୟ କିଛି ନାହିଁ। ଧର୍ମ କ'ଣ? ଅନ୍ୟକୁ ଦାନ କଲେ ଯେଉଁ ବ୍ୟକ୍ତି ଦାନର ନିହାତି ଆବଶ୍ୟକ, ସେ ଦାନ ତୁମ ପାଖରେ ଅଛି, ତୁମେ ଦେବା ଉପଯୁକ୍ତ। ଯଦି ସେ ବ୍ୟକ୍ତି ସେ ସମ୍ପତ୍ତି ନେଇ କିଛି ତା'ର ପରିବାର ଗୁଜୁରାଣ ମେଣ୍ଟେନ କରେ ଏବଂ ସୁଖରେ ସେ ଜୀବନ ଅତିବାହିତ କରେ, ତାକୁ କୌଣସି କଷ୍ଟ ନ ହୁଏ, ତୁମେ ସେ ଦାନ କଲେ କିଛି ପୁଣ୍ୟ ମିଳେ ଏବଂ ତାକୁ ଧର୍ମ କୁହାଯାଏ। ଜ୍ଞାନ କ'ଣ? ବହି ପଢ଼ିକିରି ବୁଦ୍ଧି ବିବେକ ହରେଇବା, ତାକୁ ୟୁଟିଲାଇଜ୍ ଠିକରେ ନ କରିବା, ତାକୁ ଜ୍ଞାନ କୁହାଯାଏନି। ଜ୍ଞାନ ହେଉଛି, ଯଦି ଆମେ କିଛି ବିଦ୍ୟା ଶିଖିଲେ ବା ପାଠ ପଢ଼ିଲେ, ଯଦି ସେକୁ ଅନ୍ୟର ଉପକାରରେ ଲଗାଯାଏ ଏବଂ ନିଃସ୍ୱାର୍ଥପର ଭାବରେ ତାକୁ ଗ୍ରହଣ କରାଯାଏ, ସେ ଜ୍ଞାନ ଯଦି ଅନ୍ୟର ଉପକାରରେ ଲାଗେ ଏବଂ ସେହି ଲୋକର ସୁଫଳ ପ୍ରାପ୍ତି ହୁଏ, ତେବେ ତାକୁ ଜ୍ଞାନ କୁହାଯିବ। ଏମିତି ଅନେକ କଥା ଅଛି। ଧର୍ମ, ଜ୍ଞାନ ସବୁ ଭଗବାନଙ୍କର ଆଶୀର୍ବାଦ। ତୁମ ପାଖରେ ଯେଉଁଟା ଆଜି ଅଛି, ସେଇଟା କାଲି କାହା ପାଖରେ ଥିଲା, ପରଶୁ ସେଇଟା କାହା ପାଖରେ ହେଇଯିବ। ତେଣୁ ତୁମର ବୋଲିକିରି କିଛି ନଥାଏ। ତୁମେ ଯଦି ସୁଖ ସମୃଦ୍ଧି ପାଇଁ ନିଜର ଇଚ୍ଛା ଅନୁଯାୟୀ କର୍ମ କର, ତାହେଲେ ନିଜ ଫଳ ନିଜେ ପ୍ରାପ୍ତ ହେବ। ଏମିତି କଥା କୁହ ଯେମିତି କେହି କହିନଥିବେ। ଏମିତି ଖାଦ୍ୟ ଖାଅ ଯେମିତି କେହି ଖାଇନଥିବେ। ଏମିତି କାମ କର ଯେମିତି କେହି କରିନଥିବେ। ତେବେ ତ୍ରିରତ୍ନ ବୋଲି ତାକୁ କୁହାଯିବ। ଯଦି ଏ କଥା ଗୁଡ଼ିକ ତୁମ ହୃଦୟକୁ ଲାଗିଲା, ତାହେଲେ ଅଳ୍ପ ଟିକେ ସ୍ଥାନ ହୃଦୟରେ ଦେବେ, ହେଲେ ନିଜ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ଜୟ ଭକ୍ତଗଣ, ଜୟ ଭାଇ ଭଉଣୀମାନେ।